ଦେଖନ୍ତୁ ଆଜି ଉତ୍ତର ଭୁବନେଶ୍ୱର ଯୋଉଟାକି ଇନ୍ଫୋସିଟି ଛକ ଠାରୁ ସିଲିକନ କଲେଜ ପର୍ଯ୍ୟନ୍ତ ପଥ ଉତ୍ସବ ଆରମ୍ଭ ହୋଇସାରିଛି। ଯଦିଓ ବିଧିବଦ୍ଧ ଭାବରେ ଆଜିର ତୃତୀୟ ପଥ ଉତ୍ସବଟି ଉଦ୍ଘାଟନ ହେଇନାହିଁ, ମେୟର ଏବଂ ବିଏମ୍ସିର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଆସିକି ଉଦ୍ଘାଟନ କରିବେ। କିନ୍ତୁ ଏଇ ଯୋଉ ସକାଳେ ସକାଳେ ଶୀତୁଆ ସକାଳର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା। ଇଏ ଦେଖି ପାରୁଥିବେ ଏଇ ଯୋଉ ରାସ୍ତାରେ ଭଳିକି ଭଳି ନାଚ ଗୀତ ଯୋଗ ଠାରୁ ଆରମ୍ଭ କରି ନୃତ୍ୟ ଏବଂ ଯୋଉ ଜୋକର ମାନେ ତାଙ୍କର ସର୍କସ ଦେଖେଇବା ଏଠି ଆରମ୍ଭ କରିଛନ୍ତି। ଏପଟେ ଦେଖିପାରୁଥିବେ ଯୁବପିଢି ମାନେ ପାଣ୍ଡା ସାଙ୍ଗରେ ନାଚୁଛନ୍ତି। କିଏ ବଡ ବଡ ଯୋଉ ଟେଡି ବିୟର ଟାଇପର ଆସିଛନ୍ତି ପାଣ୍ଡା ସାଙ୍ଗରେ ନାଚୁଛନ୍ତି। ଛୋଟ ଛୋଟ କୁନି କୁନି ଛୁଆ ମାନେ ମଧ୍ୟ ଆସିଛନ୍ତି, ସେମାନଙ୍କର ଅଭିଭାବକ ମାନେ ଆସିଛନ୍ତି ଆଜିର ପଥ ଉତ୍ସବକୁ ଉପଭୋଗ କରୁଛନ୍ତି ମନ ଭରି। ଆଜ୍ଞା, ଏ ପଥ ଉତ୍ସବକୁ କେମିତି ଉପଭୋଗ କରୁଛନ୍ତି? ବହୁତ ଉପଭୋଗ କରୁଛୁ। ସକାଳୁ ଥଣ୍ଡାରୁ ପଥ ଉତ୍ସବ ଗୋଟେ କଣ ସକାଳୁ ୱାର୍ମ ଅପ୍ ହେଲା ପରିକା ହେଇଯାଉଛି। ପିଲାମାନେ ବି ବହୁତ ଏନ୍ଜୟ କରୁଛନ୍ତି। ଆଉ ଲାଷ୍ଟ ଦୁଇଟା ବି ମୁଁ ଯାଇଥିଲି, ଏଇଠିକୁ ବି ଆସିଛି। ଏଇଠି ଯୋଉ ହେଇଛି ଏଇଟା କଣ ସବୁ ଭଲ, କୋଉଟା ବେଶୀ ଆକର୍ଷିତ କରୁଛି ଆପଣଙ୍କୁ? ଏଇଟା ରାମ ମନ୍ଦିର ପାଖରେ ଫାର୍ଷ୍ଟ ହେଇଥିଲା, ସେଇଟା ବହୁତ ଭଲ ଥିଲା। ଆଜି ତ ଏଠି ଷ୍ଟାର୍ଟିଂ ହେଇଛି, ଦେଖିବା କଣ ହଉଛି, ଆଗକୁ ଗଲେ ଜଣା ପଡିବ। ଛୁଆମାନଙ୍କୁ ନେଇକି ଆଜ୍ଞା ଆଜ୍ଞା, ପିଲା ଆସିଛନ୍ତି। କଣ କଣ ସବୁ ଭଲ ଲାଗିଲା? ନାଚିଲ? ଦେଖିପାରୁଥିବେ ଚାରିଆଡେ ଇଏ ଯୁବପିଢିଙ୍କର ଇଏ ଉତ୍ସାହ, ଛୋଟ ଛୋଟ ଛୁଆ ମାନଙ୍କୁ ନେଇକି ଆସିଛନ୍ତି ସବୁଠି। ଦେଖିପାରୁଥିବେ ଏଇଭଳିଆ ଏକ ନାଚ। ପାଣ୍ଡା ଆସିଛନ୍ତି, ଏଇ ଯୋଉ ଟେଡି ରହିଛି ବା ଯୋଉଟାକି ଆପଣ କହିପାରିବେ ଇଏ ଠେକୁଆଙ୍କ ସହିତ ଇଏ ମଧ୍ୟ ନାଚ ଚାଲିଛି। ସମସ୍ତେ ଭରପୁର ମଜା ନେଉଛନ୍ତି। ଇଏ ମଧ୍ୟ ଦେଖିପାରୁଥିବେ ଜୋକର ସେମାନଙ୍କର ଦେଖେଇବା ଆରମ୍ଭ କରିଛନ୍ତି। କେମିତି ଏନ୍ଜୟ କରୁଛନ୍ତି ଆଜିର ପଥ ଉତ୍ସବ? ଆଜିର ପ୍ରୋଗ୍ରାମକୁ ଆମେ ବହୁତ ଏନ୍ଜୟ କରୁଛୁ। ୟୁଜୁଆଲି ଆମେ ୱିକ୍ ସାରା ବିଜି ଥାଉ, ଏଣ୍ଡ ଏଇଟା ଗୋଟେ ବହୁତ ଭଲ ଇନିସିଏଟିଭ ସଣ୍ଡେରେ ଦିନକୁ ହାପେନିଂ ବନେଇବା ପାଇଁ। ଲାଇକ୍ ମର୍ଣ୍ଣିଂ ଲାଇକ୍ ଦିସ୍ ଇଜ୍ ଜଷ୍ଟ ଅଲ୍ଟିମେଟ୍। ଇଏ ତୃତୀୟ ପଥ ଉତ୍ସବ। ଏଇ ଯୋଉ ଉତ୍ସବରେ କଣ କଣ ସବୁ ଭଲ ଆସିଛି ଯୋଉଟାକି ଯୁବପିଢିଙ୍କୁ, ଛୋଟ ଛୁଆଙ୍କୁ, ବାପା ମାଙ୍କୁ, ବୟସ୍କ ଲୋକଙ୍କୁ ଆକର୍ଷିତ କରିବ? ପ୍ରଥମ ପଥ ଉତ୍ସବ ତ ଆଟେଣ୍ଡ କରିପାରିନଥିଲି, ବଟ୍ ଦିସ୍ ଇଜ୍ ବେଟର ଦ୍ୟାନ୍ ଦ ସେକେଣ୍ଡ ୱାନ୍। ଓବିୟସଲି ବହୁତ ଭଲ ଏନଭାୟରମେଣ୍ଟ ଅଛି, ଆଣ୍ଡ ଆମେ ସମସ୍ତେ ବହୁତ ଏନ୍ଜୟ କରୁଛୁ। ଥ୍ୟାଙ୍କ ୟୁ ସୋ ମଚ୍। ସମସ୍ତେ ମସଗୁଲ ଅଛନ୍ତି ଆଜିର ଏ ପଥ ଉତ୍ସବରେ। ଦେଖିପାରୁଥିବେ ସେମାନଙ୍କର ଛୋଟ ଛୁଆଙ୍କୁ ନେଇକି ଆସିଛନ୍ତି। ମ୍ୟାଡାମ, ଆଜିର ଏ ପଥ ଉତ୍ସବକୁ କିଭଳି ଏନ୍ଜୟ କରୁଛନ୍ତି? ଆଜିର ଏ ପଥ ଉତ୍ସବକୁ କଣ କଣ ସବୁ ଆକର୍ଷିତ ଲାଗୁଛି ଆପଣଙ୍କୁ? ଆଜି ଫର୍ଷ୍ଟ ଟାଇମ୍ ଆସିଛି ପଥ ଉତ୍ସବରେ। ମୁଁ କେବେ ଆଗରୁ ଆସିନଥିଲି, ମତେ ବହୁତ ଭଲ ଲାଗୁଛି। ମୁଁ ଆଗକୁ କହିପାରିବି, ଆଜି ଏବେ ହିଁ ଜଷ୍ଟ ଆସିଲି, ଆଗକୁ କହିପାରିବି କଣ। କେମିତି ପଥ ଉତ୍ସବକୁ ଉପଭୋଗ କରୁଛନ୍ତି? କଣ କଣ ସବୁ ଭଲ ଲାଗୁଛି? କେମିତି? ବହୁତ ଭଲ ଲାଗୁଛି। ଛୁଆମାନଙ୍କ ପାଇଁ ତ ଏଇଟା ବହୁତ ଭଲ କଥା, ତ ବହୁତ ଭଲ ଲାଗୁଛି, ଖୁସି ଲାଗୁଛି। ଥ୍ୟାଙ୍କ ୟୁ। ଦେଖିପାରୁଥିବେ ଏଇ ଯୋଉ ରାସ୍ତା ଆପଣଙ୍କୁ କହିବି ଇନ୍ଫୋସିଟି ଟ୍ରାଫିକ ଛକ ଠାରୁ ଉଭୟ ରାସ୍ତାକୁ ଯିବା ଆସିବା ବ୍ୟାନ୍ କରାଯାଇଛି, ବାରଣ କରାଯାଇଛି। ଲୋକମାନେ ମନ ଭରି ଉପଭୋଗ କରୁଛନ୍ତି। କୋଉଠି ଯୋଗ ଶିବିର ଚାଲିଛି, କୋଉଠି ଜୁମ୍ବା କ୍ଲାସ ଚାଲିଛି, କେଉଁଠି ନାଚ ଗୀତ ଚାଲିଛି, କେଉଁଠି ତୀର ଚାଳନା ଚାଲିଛି, କେଉଁଠି ବନ୍ଧୁକ ଚାଳନା ଚାଲିଛି। ବିଭିନ୍ନ ପ୍ରକାର ଆକ୍ଟିଭିଟିଜ ଚାଲିଛି। କୋଉଠି ଛୋଟ ଛୋଟ ଛୁଆ ଆପଣ ଟ୍ରାମ୍ପୋଲିନରେ ନାଚୁଛନ୍ତି। ଯୁବପିଢି ମଧ୍ୟ ବିଭିନ୍ନ ନାଚ ଗୀତରେ ମସଗୁଲ ଅଛନ୍ତି। ଇଏ ଜୋକରଙ୍କର ଇଏ ବିଭିନ୍ନ ଆକର୍ଷଣୀୟ ଦେଖିପାରୁଥିବେ ଶୋ, ଏଥିରେ ମଧ୍ୟ ଯୁବପିଢି ଆକର୍ଷଣ ହଉଛନ୍ତି। କେମିତି ଉପଭୋଗ କରୁଛନ୍ତି ଆଜିର ପଥ ଉତ୍ସବକୁ? କିଭଳି ଉପଭୋଗ କରୁଛନ୍ତି? କଣ ସବୁ ଭଲ ଲାଗୁଛି? ବହୁତ ଖୁସି ଲାଗୁଛି। ଆଉ ଆଜି ଏଇ ପ୍ରୋଗ୍ରାମ ବହୁତ ଖୁସି ଲାଗୁଛି। ବହୁତ ଏକ୍ସାଇଟମେଣ୍ଟ ଥିଲୁ ବି ଆଜି ଏଇଠି ହବ ବୋଲି। ଆଉ ଆମେ ବହୁତ ମାନେ ନିଦ ହିଁ ନାହିଁ, ମାନେ ଆଜି ଆସିବା ପାଇଁ ଆଜି ନିଦ ହିଁ ନାହିଁ। ବହୁତ ମାନେ ଜଲ୍ଦି ଉଠିକି ଆଇଛୁ। ଆଉ ଦେଖିକି ବହୁତ ଖୁସି ଲାଗୁଛି। ଏ ଗ୍ୟାଦରିଂ ବି ବହୁତ ଭଲ ଅଛି। ଆହୁରି ଭଲ ହେଇପାରିବ, ଆହୁରି ଗ୍ୟାଦରିଂ ଲୋକମାନେ ଡ୍ୟାନ୍ସ କରିବେ। ଡ୍ୟାନ୍ସ କଲେ ବି ଭଲ ଲାଗିବ। ଆଉ ଏନ୍ଜୟମେଣ୍ଟ ଭରପୁର ହବା ଦରକାର। ଆଉ ଭୁବନେଶ୍ୱରରେ ଯାହା ବି ହେଇଛି, ଆମର ବିଏମ୍ସି ତରଫରୁ ବି ଯାହା ବି ହଉଛି, ଆଉ ଆମେ ବହୁତ ଖୁସି ଅଛୁ।